এবং নরেন্দ্র মোदी তো প্রমাণ ଦେଇଦେଲେ ସାରା ଭାରତ ବିଶ୍ୱରେ ଯାହା କୁହାଯାଇଥିଲା ମହାମନୀଷୀ ଅରବିନ୍ଦ କହିଥିଲେ, ବିବେକାନନ୍ଦ କହିଥିଲେ ଯେ ଦିନ ଆସିବ ଭାରତବର୍ଷ ସମଗ୍ର ପୃଥିବୀରେ ନେତୃତ୍ୱ ନେବ, ତାହା ପ୍ରମାଣିତ କରିଲେ ନରେନ୍ଦ୍ର ମୋଦି। ତେଣୁ ଆଜିର ଅବକାଶରେ ମୋତେ ଛାଡ଼ୁନାହାନ୍ତି, ମୁଁ ପହଞ୍ଚି ପାରିଲିନି ସେଠି, ଏତେ ଲୋକ। ଆସୁ କଥା ଆଗରୁ ଯେଉଁ ପ୍ରକାର ଆପଣଙ୍କର ସମାରୋହ ହେଇଥିଲା, ଆପଣଙ୍କର ଯେଉଁ ଏ ଉତ୍ସବ ହେଇଥିଲା, ଆପଣଙ୍କର ଶପଥ ଗ୍ରହଣ ଉତ୍ସବ, ଏଇଭଳି ଭାବରେ ଲୋକ ସଂଖ୍ୟା କେବେ ହେଇନଥିଲେ, ଏଇଭଳି ଭାବରେ ଉତ୍ସାହର ସହିତ ଲୋକ କେହି ଆସିନଥିଲେ। ଆଜିର ଯେଉଁ ଉତ୍ସାହ ଆପଣ ଦେଖୁଛନ୍ତି, ନିଶ୍ଚିତ ଭାବରେ ଇଏ ପଥ ପରିଷ୍କାର ହେଇଗଲା, ଲୋକଙ୍କ ମନ ଭିତରେ ନୂତନ ଉତ୍ସାହ ଉନ୍ମାଦନ ମଧ୍ୟ ସୃଷ୍ଟି ହେଇଛି ଏବଂ ତାକୁ ଦେଖିକି ମଧ୍ୟ ଆମର ଯେଉଁ ନୂତନ ମୁଖ୍ୟମନ୍ତ୍ରୀ ସେ ନିଶ୍ଚିତ ଭାବରେ କାମ କରିବାର ଯେଉଁ ଆପଣଙ୍କର ସ୍ପୃହା ତାଙ୍କର ଅଛି। ଯେମିତି ଆପଣ ଦେଖିଲେ ସକାଳେ ଆଜି ବିଭିନ୍ନ ଆପଣଙ୍କର ଷ୍ଟେଚ୍ୟୁକୁ ଯାଇକି ପୁଷ୍ପମାଳ ଦେବା, ଆପଣ ଲୋକଙ୍କ ସହିତ ମିଶିବା, ଏ ଯେଉଁ ଲୋକମାନେ ସବୁ ରାସ୍ତା କରିଥିଲେ ତାଙ୍କ ସହିତ କଥାବାର୍ତ୍ତା କରିବା, ଆପଣ ସେଥିରୁ ସ୍ପଷ୍ଟ ଅନ୍ମୟଟା ହେଉଛି ଯେ ଇଏ ହେଉଛି ଲୋକଙ୍କ ସରକାର। ନିଶ୍ଚିତ ଆଜି ତ ହେଉଛି ଝଲକ ହେଲା, ଆପଣ ଦେଖିବେ ଇଏ ହେଉଛି ଟ୍ରେଲର ଅଛି, ଆପଣ ଆଗରେ ଆପଣ ଦେଖିବେ ନିଶ୍ଚିତ ଭାବରେ ପିକ୍ଚର ବାକି ଅଛି, ଯେଉଁ କହନ୍ତି ନିଶ୍ଚିତ ଭାବରେ ପିକ୍ଚର ବାକି ଅଛି। ନିଶ୍ଚିତ ଭାବରେ ପରିବର୍ତ୍ତନ ତ ଆପଣ ଦେଖୁଛନ୍ତି ନିଶ୍ଚିତ ଭାବରେ। ଓଡ଼ିଶାବାସୀ ସମସ୍ତେ ଖୁସି ଯେ ଏକ ପରିବର୍ତ୍ତନ ହେଇଛି। ଦୀର୍ଘ 24 ବର୍ଷର କୁଶାସନ ହଟିଛି, ଦୁର୍ନୀତିଗ୍ରସ୍ତ ଶାସନ ହଟିଛି ଏବଂ ମୋଦିଙ୍କର ଡବଲ ଇଞ୍ଜିନର ସରକାର ଓଡ଼ିଶାରେ ପ୍ରତିଷ୍ଠା ହେଇଛି ଏବଂ ଯାହାଫଳରେ ଆମର ଓଡ଼ିଶାକୁ ଏକ ବିକଶିତ ଓଡ଼ିଶାରେ ପରିଣତ କରିବା ପାଇଁ ଯେଉଁ ଯୋଜନା ଭାରତୀୟ ଜନତା ପାର୍ଟି ରଖିଥିଲା ତାହା ଆଜି ସତ୍ୟରେ ପରିଣତ ହେଇଛି। ତେଣୁ ସମଗ୍ର ଓଡ଼ିଶାର ଏକ ବିକାଶ କିଭଳି ଭାବରେ ଆଜି ଦିନଠୁ ଆରମ୍ଭ ହେବ, ଆସନ୍ତା ଦିନରେ ଯେଉଁ ମନ୍ତ୍ରୀମାନଙ୍କର ନାମ ଘୋଷଣା କରାଯିବ, ସେମାନଙ୍କର ବିଭାଗ କେଉଁ ଭାବରେ କାହାକୁ ଦିଆଯିବ ତାହା ପରବର୍ତ୍ତୀ ଅବସ୍ଥାରେ ସ୍ଥିର ହେବ। ତେଣୁ ବର୍ତ୍ତମାନ ଗୋଟିଏ ନୂଆ ଓଡ଼ିଶା ତିଆରି ହେବା ପାଇଁ ଏକ ଯୋଜନା ପ୍ରସ୍ତୁତ ହେଇଛି ଏବଂ ସେହି ଯୋଜନାରେ ଆଜି ସମଗ୍ର ଓଡ଼ିଶାର 4.5 କୋଟି ଜନତା ଯେଉଁଭଳି ଭାବରେ ବିଜେପି କି ସହଯୋଗ କରିଛନ୍ତି ଏବଂ ବିଜେପି କି ଆଜି ସରକାରକୁ ଆଣିଛନ୍ତି, ଆମେ ଓଡ଼ିଶାବାସୀଙ୍କ ପାଖରେ କୃତଜ୍ଞ ଏବଂ ସମଗ୍ର ଓଡ଼ିଶା ଏକ ଚିତ୍ର ପରିବର୍ତ୍ତନ ହେବା ପାଇଁ ଏକ ଯୋଜନା ଯେଉଁଭଳି ଭାବରେ ବିଜେପି ପ୍ରସ୍ତୁତ କରିଥିଲା ଆଜି ତାହା ସତ୍ୟରେ ପରିଣତ ହୋଇଛି।